315 କୋଟି ଟଙ୍କା ଦିଆଯିବ ସୁଭଦ୍ରା ଯୋଜନାରେ। ହଁ ଦର୍ଶକ ବନ୍ଧୁ, ସୁଭଦ୍ରା ଯୋଜନାକୁ ନେଇ ଆସିଛି ଲାଟେଷ୍ଟ ଅପଡେଟ୍। ତ ଚାଲନ୍ତୁ କ'ଣ ରହିଛି ଲାଟେଷ୍ଟ ଅପଡେଟ୍ ସୁଭଦ୍ରା ଯୋଜନାକୁ ନେଇ ଏହି ଭିଡ଼ିଓରେ ଜାଣିନେବା। ସୁଭଦ୍ରା ଯୋଜନା ଆପଣମାନଙ୍କୁ ସେହି ଆତ୍ମବିଶ୍ୱାସ ପ୍ରଦାନ କରିଥିବାରୁ ଲକ୍ଷ୍ୟ ରଖିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ତ ଦର୍ଶକ ବନ୍ଧୁ, ବହୁତ ଜଲ୍ଦି ସୁଭଦ୍ରା ଯୋଜନାର ଚତୁର୍ଥ ପର୍ଯ୍ୟାୟରେ କିସ୍ତି ଟଙ୍କା ମା ଭଉଣୀମାନଙ୍କୁ ମିଳିବାକୁ ଯାଉଛି। ଏହି ଅବସରରେ ଆମ ମୁଖ୍ୟମନ୍ତ୍ରୀ ତା ସହିତ ଉପମୁଖ୍ୟମନ୍ତ୍ରୀ କିଛିଟା ଲାଟେଷ୍ଟ ନ୍ୟୁଜ୍ ଅପଡେଟ୍ ଆଣିଛନ୍ତି ଯେ 315 କୋଟି ଟଙ୍କାର ଉର୍ଦ୍ଧ୍ୱ ସହାୟତା ରାଶି ଦିଆଯିବ। ତ କେଉଁ ମା ଭଉଣୀମାନେ ପାଇବେ ଏହି ସହାୟତା ରାଶି ଡିଟେଲ୍ସରେ ମୁଁ ଆପଣମାନଙ୍କୁ ଏହି ଭିଡ଼ିଓରେ ଜଣାଇଦେବି। ଏଣୁକରି ଭିଡ଼ିଓଟିକୁ ଆପଣ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଦର୍ଶକ ବନ୍ଧୁ, ଚ୍ୟାନେଲକୁ ଯଦି ଆପଣ ପ୍ରଥମ ଥର ପାଇଁ ଆସିଛନ୍ତି ତେବେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍କୁ ଅଲ୍ କରି ରଖିଥାନ୍ତୁ ଏହିପରି ସୁଭଦ୍ରା ଯୋଜନାର ଲାଟେଷ୍ଟ ନ୍ୟୁଜ୍ ଅପଡେଟ୍ ସର୍ବପ୍ରଥମେ ପାଇବା ପାଇଁ। ଦର୍ଶକ ବନ୍ଧୁ, ଓଡ଼ିଶାର ସର୍ବବୃହତ ମହିଳା କେନ୍ଦ୍ରିକ କଲ୍ୟାଣ ଯୋଜନା ସୁଭଦ୍ରା ଯୋଜନା। ଏଥିରେ 4,57,000ରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ୟୁଟିଆଇ ଯାହାକି ସ୍ଥିତି କୃଷି ଶିକ୍ଷା ସଦନଠାରେ ପ୍ରଦାନ କରିବେ ଟଙ୍କା। ଏହି ଅବସରରେ ମୁଖ୍ୟମନ୍ତ୍ରୀ 315 କୋଟି ଟଙ୍କାର ଉର୍ଦ୍ଧ୍ୱ ସହାୟତା ରାଶି ଡିବିଟି ଜରିଆ ମାଧ୍ୟମରେ ପ୍ରଦାନ କରିବେ ସମସ୍ତ ଯୋଗ୍ୟ ହିତାଧିକାରୀ ମା ଭଉଣୀଙ୍କୁ। ସୂଚନାଯୋଗ୍ୟ ଯେ ସୁଭଦ୍ରା ଯୋଜନାର ଅନ୍ତର୍ଗତ ପ୍ରଥମ ଓ ଦ୍ୱିତୀୟ ବିଶିଷ୍ଟ ଏବଂ ତୃତୀୟ କିସ୍ତି ପାଇନଥିବା ହିତାଧିକାରୀଙ୍କୁ ଏବେ ନୂତନ ଭାବରେ 2025 ଏବଂ 26 ଆର୍ଥିକ ବର୍ଷ ପାଇଁ ପଞ୍ଜୀକୃତ ହୋଇଥିବା ହିତାଧିକାରୀଙ୍କୁ ସହାୟତା ପ୍ରଦାନ କରାଯିବ। ଏହି ଅବସରରେ ଅଭିଭାଷଣ ରଖିଥିଲେ ମୁଖ୍ୟମନ୍ତ୍ରୀ ଏବଂ କହିଲେ ଯେ ବାର୍ଷିକ 11,000 କୋଟି ଟଙ୍କା ଲେଖାଏଁ ସମସ୍ତ ମା ଭଉଣୀମାନଙ୍କୁ ଟୋଟାଲ ଦିଆଯିବ। ଏହା ହେଉଛି ସ୍ୱାଧୀନତାର ପରବର୍ତ୍ତୀ ଓଡ଼ିଶାର ସର୍ବବୃହତ ମହିଳା କେନ୍ଦ୍ରିକ ଯୋଜନା, ଯେଉଁଥିରେ 21 ବର୍ଷରୁ ଦର୍ଶକ ବନ୍ଧୁ, ଏହି ଯୋଜନାରେ 21 ବର୍ଷରୁ ଅଧିକ ମହିଳାଙ୍କୁ ଟଙ୍କା ଦିଆଯିବ। ଯେଉଁଭଳି 5 ବର୍ଷ ମଧ୍ୟରେ ବାର୍ଷିକ 10,000 ଟଙ୍କା ଲେଖାଏଁ ଦିଆଯିବ। 2ଟି କିସ୍ତିରେ ମୋଟ 50,000 ଟଙ୍କା ପ୍ରଦାନ କରାଯିବ ବୋଲି ବ୍ୟବସ୍ଥା ରହିଛି। ଦର୍ଶକ ବନ୍ଧୁ, ଆମ ସରକାର ଆସିବା ମାତ୍ରେ ପ୍ରଥମ ଦିନରୁ ହିଁ ଏଥିପାଇଁ କ୍ୟାବିନେଟ୍ ନିଷ୍ପତ୍ତି କରିଥିଲା ଏବଂ ଏହି ସୁଭଦ୍ରା ଯୋଜନା ପାଇଁ ଆଲୋଚନା ମଧ୍ୟ ଆରମ୍ଭ କରିଥିଲା। ତ ଦର୍ଶକ ବନ୍ଧୁ, ମହିଳା ସଶକ୍ତିକରଣ ଓ ସେମାନଙ୍କ ଆର୍ଥିକ ସ୍ୱାବଲମ୍ବୀ ବିଷୟରେ କହିବାକୁ ଯାଉଥିବା ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆର୍ଥିକ ସ୍ୱାଧୀନତା ଆତ୍ମବିଶ୍ୱାସୀ ଯେତେବେଳେ ଜଣେ ମହିଳାଙ୍କ ହାତରେ ଟଙ୍କା ଥାଏ, ପରିବାର ଏବଂ ସମାଜରେ ତାଙ୍କର ସ୍ୱର ଓ ଅଧିକ ଶକ୍ତିଶାଳୀ ହୋଇଯାଆନ୍ତି। ଦର୍ଶକ ବନ୍ଧୁ, ଏହା ସହିତ ମଧ୍ୟ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା କହିଥିଲେ ଯେ ସୁଭଦ୍ରା ଯୋଜନାରେ ଶିକ୍ଷା ଦେଇଛି ଯେ ଜଣେ ମହିଳାଟି ନିଜ ବଳରେ ନିଜ ଉଦ୍ୟମ ଆରମ୍ଭ କରିପାରିବେ। ସମ୍ମାନ ସ୍ୱାବଲମ୍ବୀ ସ୍ୱାଭିମାନର ଲକ୍ଷ୍ୟ ନେଇ ଆମେ ସମୃଦ୍ଧ ଓଡ଼ିଶାର ବିକାଶ ଓ ବିକଶିତ ଗଠନ କରିପାରିବା। କାର୍ଯ୍ୟକ୍ରମରେ ଅନେକ ମଧ୍ୟ ଯୋଗ ଦେଇଥିଲେ ଏବଂ କହିଥିଲେ ଯେ ବହୁତ ଜଲ୍ଦି ସୁଭଦ୍ରା ଯୋଜନାର ଯୋଗ୍ୟ ହିତାଧିକାରୀ ମା ଭଉଣୀମାନଙ୍କୁ ଟଙ୍କା ମିଳିବ। ତ ଦର୍ଶକ ବନ୍ଧୁ, ନିହାତି ଭାବରେ ଆପଣ କମେଣ୍ଟ କରି ଜଣାନ୍ତୁ ଯେ ଆପଣ ସୁଭଦ୍ରା ଯୋଜନାର କେତୋଟି କିସ୍ତି ପାଇଛନ୍ତି। ତା ସହିତ କେଉଁ ଜିଲ୍ଲାରୁ ଆମର ଏହି ଭିଡ଼ିଓ ଦେଖୁଛନ୍ତି, ଯାହାଦ୍ୱାରା ଆମେ ଜାଣିପାରିବେ ଯେ କେଉଁ ଜିଲ୍ଲାର ମା ଭଉଣୀମାନେ ସର୍ବାଧିକ ସୁଭଦ୍ରା ଯୋଜନା ଟଙ୍କା ପାଇଛନ୍ତି ଏବଂ କେଉଁ ଜିଲ୍ଲାର ମା ଭଉଣୀମାନେ ସୁଭଦ୍ରା ଟଙ୍କା ପାଇନାହାନ୍ତି। ଦର୍ଶକ ବନ୍ଧୁ, ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ବେଲ୍ ଆଇକନ୍କୁ ଅଲ୍ କରି ରଖିଥାନ୍ତୁ ପରବର୍ତ୍ତୀ ଭିଡ଼ିଓ ଦେଖିବା ପାଇଁ। ଧନ୍ୟବାଦ।